ସମସ୍ତଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ମଧୁମୟ ନାମରେ ମୋର ଆନ୍ତରିକ ନମସ୍କାର। ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଆଜିର ଭିଡ଼ିଓରେ ଆମେ ଅବ୍ରାହମଙ୍କର କୂଅ ଆମେମାନେ ଦେଖିବା। ଅବ୍ରାହମ ତାଙ୍କ ସମୟରେ ଯେଉଁ ସବୁ କୂଅ ଖୋଳିଥିଲେ, କ'ଣ ସେସବୁ କୂଅ ଆଜି ପର୍ଯ୍ୟନ୍ତ ଅଛି କି? ଯଦି ସେ କୂଅ ସବୁ ଅଛି, ତେବେ କେଉଁଠି ଅଛି, କେଉଁ ଜାଗାରେ ଅଛି? ତେବେ ପ୍ରିୟ ବନ୍ଧୁଗଣ, ଚାଲନ୍ତୁ ଆମେମାନେ ଦେଖିବା। ଇଏ ହେଉଛି ଏଣ୍ଟ୍ରାନ୍ସ ବା ଏଣ୍ଟ୍ରି କରିବାର ସମୟ। ଟିକେ ଦେଖନ୍ତୁ, 17ଟାରୁ 8ଟା ମାନେ ଉପରଓଳି 17ଟା ମାନେ 5ଟାରୁ ସକାଳ 8 ପର୍ଯ୍ୟନ୍ତ, ଆଉ 16ଟାରୁ 8ଟା ମାନେ ଏଇଟା ହେଉଛି ଗ୍ରୀଷ୍ମ ଦିନ ଏବଂ ଶୀତ ଦିନରେ କେଉଁ ଟାଇମ୍ରେ ଆପଣ ପ୍ରବେଶ କରିପାରିବେ। ତାପରେ ଗଲେ ଆପଣଙ୍କୁ ଏଣ୍ଟ୍ରାନ୍ସ ମିଳିବ ନାହିଁ। ତେବେ ଆପଣ ବର୍ତ୍ତମାନ ଯେଉଁମାନଙ୍କୁ ଦେଖାଉଛନ୍ତି, ଏମାନେ ସମସ୍ତେ ଯାଉଛନ୍ତି ସେଇ ଅବ୍ରାହମଙ୍କର କୂଅକୁ ଦର୍ଶନ କରିବା ପାଇଁ। ପ୍ରକୃତରେ ଅବ୍ରାହମ ଯେଉଁ କୂଅକୁ ଖୋଳିଥିଲେ, ସେ କୂଅ କ'ଣ ଆଜି ପର୍ଯ୍ୟନ୍ତ ଅଛି କି? ଯଦି ସେ କୂଅ ଅଛି, କେଉଁଠି ଅଛି? ତେବେ ପ୍ରିୟ ବନ୍ଧୁଗଣ, ଭିଡ଼ିଓରେ ମୋ ସହିତ ଲାଗି ରୁହନ୍ତୁ, କାରଣ ଆମେମାନେ ଆଉ କିଛି ସମୟ ପରେ ଆମେମାନେ ଅବ୍ରାହମଙ୍କର କୂଅକୁ ଦେଖିବା। ଏକ୍ଜାକ୍ଟଲି ସେଇ କୂଅ ମୁଁ ଆପଣଙ୍କୁ ଦେଖାଇବି, ଯେଉଁ କୂଅକୁ ଅବ୍ରାହମ ଖୋଳିଥିଲେ, ଯେଉଁ କୂଅ ଆଜି ପର୍ଯ୍ୟନ୍ତ ଅଛି, ଯାହାକୁ ଆଜି ବି ଅବ୍ରାହମଙ୍କ କୂଅ ବୋଲି କୁହାଯାଏ। ଆଉ ଏଇ ଜାଗା ନାଁ ହେଉଛି ବେର୍ସେବା। ଆଉ ଏହାର ଗୋଟେ ଆଧୁନିକ ନାଁ ବି ଅଛି, ଯାହାର ନାଁ ହେଉଛି ତେଲ ବେର୍ସେବା। ବେର୍ସେବା ତେଲ ବେର୍ସେବା ଅଲଗା ନୁହେଁ, ଦୁଇଟା ଯାକ ଗୋଟିଏ ଜାଗା ଅଟେ। ତେଣୁ ପ୍ରିୟ ବନ୍ଧୁଗଣ, କ'ଣ ପବିତ୍ର ଧର୍ମଶାସ୍ତ୍ର ବାଇବେଲରେ ଲେଖା ଅଛି କି? ତେବେ ଚାଲନ୍ତୁ ଆମେମାନେ ପଢ଼ିବା ଅବ୍ରାହମଙ୍କ କୂଅ ବିଷୟରେ କେଉଁଠି ଅଛି। ଖାଲି ତ ଦେଖିଲେ ହେବନି, ଦେଖିବା ସହିତ ପଢ଼ିବାକୁ ପଡ଼ିବ, ପଢ଼ିବା ସହିତ ଦେଖିବାକୁ ବି ପଡ଼ିବ। ତାହେଲେ ଅବିଶ୍ୱାସୀମାନଙ୍କର ବିଶ୍ୱାସ ଜାଗ୍ରତ ହେବ ଏବଂ ବିଶ୍ୱାସୀମାନଙ୍କର ବିଶ୍ୱାସ ମଜବୁତ ହେବ। ତେଣୁ ଚାଲନ୍ତୁ ଆମେ ଆରମ୍ଭ କରିବା। ଆଦି ପୁସ୍ତକ 26 ପର୍ବ 15 ପଦରୁ। ଏଠି ବି ଏଣ୍ଟ୍ରି କରିବାର ଟାଇମ୍ ଦେଖନ୍ତୁ, 14ଟା ଆଉ 7 ଲେଖା ଅଛି, ଆପଣ ପଢ଼ିପାରିବେ। ଏଣୁ ତାଙ୍କର ପିତା ଅବ୍ରାହମଙ୍କ ସମୟରେ ତାଙ୍କ ପିତାଙ୍କ ଦାସମାନେ ଯେଉଁ ଯେଉଁ କୂପ ଖୋଳିଥିଲେ, ପଲେଷ୍ଟିୟ ଲୋକମାନେ ମୃତ୍ତିକା ଦ୍ୱାରା ସେସବୁ ପୋତି ପକାଇଲେ। ଅନନ୍ତର ଅବିମେଲେକ ଇସାଙ୍କୁ କହିଲେ, ତୁମ୍ଭେ ଆମମାନଙ୍କ ନିକଟରୁ ପ୍ରସ୍ଥାନ କର, ଯେହେତୁ ତୁମ୍ଭେ ଆମମାନଙ୍କ ଠାରୁ ଅଧିକ ବଳବାନ ହୋଇଅଛ। ତହିଁରେ ଇସାକ ସେହି ସ୍ଥାନରୁ ଯାତ୍ରା କରି ଗରାର ଉପତ୍ୟକାରେ ତମ୍ବୁ ସ୍ଥାପନ କରି ସେଇଠାରେ ବାସ କଲେ। ପୁଣି ଆପଣା ପିତା ଅବ୍ରାହମଙ୍କର ବର୍ତ୍ତମାନ ସମୟରେ ଖୋଦିତ ଯେଉଁ ଯେଉଁ ସକଳ କୂପ ଅବ୍ରାହମଙ୍କ ମୃତ୍ୟୁତାରେ ପଲେଷ୍ଟିୟମାନେ ପୋତି ପକାଇଥିଲେ, ସେ ସମସ୍ତ ଇସାକ ପୁନର୍ବାର ଖୋଳି ଆପଣା ପିତୃଦତ୍ତ ନାମ ପୁନରୂପୀ ରଖିଲେ। ଆଉ ଇସାକଙ୍କର ଦାସମାନେ ସେହି ଉପତ୍ୟକା ଖୋଳି ସ୍ରୋତବାହୀ କୂପ ପ୍ରାପ୍ତ ହେଲେ। ତହିଁରେ ଗରାର ଦେଶୀୟ ପଶୁପାଳକମାନେ ଇସାକଙ୍କର ପଶୁପାଳକମାନଙ୍କ ସହିତ ବିବାଦ କରି କହିଲେ, ଏହି ଜଳ ଆମ୍ଭମାନଙ୍କର। ଏଣୁ ସେ ସେହି କୂପର ନାମ ଏସକ ବିବାଦ ରଖିଲେ, ଯେହେତୁ ସେମାନେ ତାଙ୍କ ସହିତ ବିବାଦ କଲେ। ଅନନ୍ତର ତାଙ୍କର ଦାସମାନେ ଆଉ ଏକ କୂପ ଖୋଳନ୍ତେ, ସେମାନେ ତହିଁ ପାଇଁ ମଧ୍ୟ ବିବାଦ କଲେ। ତହୁଁ ଇସାକ ତହିଁର ନାମ ସିକ୍ନା ଶତ୍ରୁତା ରଖିଲେ। ପୁଣି ସେ ସ୍ଥାନରୁ ପ୍ରସ୍ଥାନ କରି ଅନ୍ୟ ଏକ କୂପ ଖୋଳିଲେ। ତହି ନିମିତ୍ତ ସେମାନେ ବିବାଦ ନ କରିବାରୁ ତହିଁର ନାମ ରହବତ ପ୍ରଶସ୍ତ ସ୍ଥାନ ରଖିଲେ, କାରଣ ସେ କହିଲେ, ଏବେ ସଦାପ୍ରଭୁ ଆମମାନଙ୍କୁ ସ୍ଥାନ ଦେଲେ, ଆମେମାନେ ଦେଶରେ ବର୍ଦ୍ଧିଷ୍ଣୁ ହେବା। ତେବେ ତେଲ ବେର୍ସେବା ଆପଣ ଦେଖିଲେ, ଯେଉଁଠି ଲେଖା ଅଛି ତେଲ ବେର୍ସେବା, ଆପଣଙ୍କୁ କହିଲି ଏଇଟା ହେଉଛି ଆଜିର ଏକ ଆଧୁନିକ ନାମ ହେଉଛି ତେଲ ବେର୍ସେବା। ହଁ ପ୍ରିୟ ବନ୍ଧୁଗଣ,
तापर जदि अब आम देखा 26 पदर 33 पद भितर भी लेखा अच्छी अब्राहमकर कूओ विषय। ये जगह केमती लगुच प्रिय बंधुगण कमेंट करके निश्चित भाव में जनातु प्रिय बंधुगण ये जगह आपन को किपर लगुच। तबे 26 पद जदि आम देखा ये मत लेखा अच्छे एथि उतारे अबिमेलेक अहुसत नामक अपना मित्र को और फिकल नामक सेनापति की संगर घेनी गरार ठारू ईसाक निकट को गले। तहिरे ईसाक सेमान कहले तुम्हें माने तो मते घृणा करुअछ पुणी आपण मानक मध्य मते दूर कर देइथिलो एबे मो निकट को कि निमंते आसिल। तहिरे सेमाने उत्तर कले सदाप्रभु तुमर सहाय अटंती। यह आम्हे माने स्पष्ट देखिलु ए तो कहिलु आमानक मध्यरे गोटे राण थाउ और आममानक सहित तुमर यही एक नियम हो। आम्हे माने जेपरि तुमको स्पर्श करिनाहु और तुम्हार मंगल बिनु आउ किसी करिनाहु बरंच तुमको शांति रे विदाय करिअछु सेपरि तुम्हें आमानको हिंसा करिव नाही। तुम्हें तो सदाप्रभुकर आशीर्वाद पात्र। सेतेबेले ईसाक सेमानक पई भोज प्रस्तुत करन्ते सेमाने भोजन पान कले। अनंतर सेमाने शीघ्र प्रभातरे उठी परस्पर शपथ कले। पुणी ईसाक सेमानक विदाय करन्ते सेमाने कुशल तांक निकटरू प्रस्थान कले। सही दिन ईसाकर दास माने आसी आपण मानकर खोदित कूप विषय संवाद दे तांको कहिले जल पाइलु हेतु सही कूपर नाम सेबा रखिले। पुणी आज जाए सही स्थान नगर बेरसाबा नाम ख्यात अटे। देखंतु मो देखिली आपन को बेरसेबा आउ एठी मते लेखा अछि बेरसेबा बोली लेखा अछि। तबे ए जगार ना होची बेरसेबा और यार गोटे आधुनिक ना भी अच्छी जहाँ कह जाए तेल बेरसेबा। तबे ख्रीष्टरे प्रिय भाई एवं भनी माने आमे माने सेई कूप को आमे माने देखिया जाऊछु जो कूप को बा जो कूओ को अब्राहम कौन करथिले खोलैथिले बा खोलिथिले। आ से प्रथम कूओ खोलिले आउ सेई देशर मेषपालक माने अब्राहमकर मेषपालक मान सहित विवाद कले। सेमाने कहले जे ए कूओ आमर। तापर अब्राहम कौन कले आउ गोटे कूओ खोलैले सेई कूओ पाई मध्य सेमाने विवाद कले। से कहले ए जल होउचे आमर। आ से तृतीय कूओ खोलिले आ सेमाने विवाद न करिबारु से सदाप्रभुଙ୍କର प्रशंसा कले आ कहले एबे सदाप्रभु आमको स्थान देले। किंतु परवर्ती मुहूर्त में पलेस्टीय माने से कूओ सब पोती पकई से कौन है ईसा कौन कले अब्राहमकर संतान अब्राहमकर पुओ से कूओ को पुणी थे खोली थे। यहीटा देखते प्रिय बंधुगण यहीटा हूँ से कूओ एक्जाक्टली से कूओ ठीक है। देखु ये हूँ से कूओ जो कूओ को अब्राहम कौन करते खोलई थे ठीक है। देखु आ कूओ आज पर्यंत अच्छी आज एक स्पष्ट प्रमाण दिए जे बाइबल वाक्य सत्य अटे। आ कूओरे कौन कराई एक ढांकुनी दि जाती देवार कारण हूँ सुरक्षा निमंत्रण जमती कहीं भी कूओ भितर जमती न पड़ जाए। कारण ये कूओ एत गभीर जदि जने पड़गला कूओ भितर बहुत प्रोब्लेम हो। तेणु लोक मानकर न पड़ा निमंते गोटे आवरण दिखाई आ भीतर पाख देखते एमती देखा जमती लोक मैंने देखिपारे किंतु समानकर किसी क्षति हेब ना। हुए तो फोटो उठेला बेले जदि मोबाइल पड़ जाए तबे हुए तो सेटा अलग विषय मोबाइल आ मिल न पारे किंतु मनुष्यर जीवन प्रति विपद ना ताको एमती रखाई। तबे ख्रीष्टरे प्रिय भाई भनी माने ये वीडियो को अन्य मन पाखु शेयर करंतु कारण ये मध्य आमान निमंते बाइबल एक प्रमाण अटे। बाइबल प्रमाण भितर अनेक प्रमाण रही आसी प्रिय बंधुगण
ଆଉ ଯେଉଁଟାକି ଆଗାମୀ ଦିନମାନଙ୍କରେ ଆମେ ଆହୁରି ଅନେକ ପ୍ରମାଣ ଗୁଡ଼ିକ ଆମେ ଦେଖିବା। ଯେଉଁମାନେ କହନ୍ତି ବାଇବେଲ ଏକ ମିଥ୍ୟା ପୁସ୍ତକ ଅଟେ, ବାଇବେଲ ଏକ ମନଗଢ଼ା କାହାଣୀ ଅଟେ, ଦେଖନ୍ତୁ ବେର୍ସାବା ଲେଖା ହେଇଛି। ଆଉ ସେମାନଙ୍କ ପାଇଁ ଇଏ ହେଉଛି ଏକ ଶିକ୍ଷାର ବିଷୟ, ଶିଖିବାର ବିଷୟ ଯେ ବାଇବେଲ କୌଣସି ରୂପେ ମାନେ ମନଗଢ଼ା କାହାଣୀ ନୁହେଁ। ବାଇବେଲ ହେଉଛି ପରମେଶ୍ୱରଙ୍କ ମୁଖ ନିଃସୃତ ବାକ୍ୟ ଅଟେ। ଦେଖନ୍ତୁ ଏ କୂଅକୁ ଆଉଥରେ ଦେଖନ୍ତୁ। ବାଇବେଲ କ'ଣ? ବାଇବେଲ ହେଉଛି ପରମେଶ୍ୱରଙ୍କ ମୁହଁରୁ ବାହାରିଥିବା ବାକ୍ୟ ଅଟେ। ଆଉ ବାଇବେଲ ଭିତରେ ଯାହା ଯାହା ଲେଖାଯାଇଛି ସବୁ ସତ ଅଟେ। ବାଇବେଲ ଭିତରେ ଯେଉଁ ଯେଉଁ ଜାଗା ଗୁଡ଼ିକ ବିଷୟ ଲେଖା ଅଛି ତା ଆଜି ବି ଅଛି। ସେଥିମଧ୍ୟରୁ ଇଏ ହେଉଛି ଗୋଟିଏ। ବାଇବେଲ ରିଲେଟେଡ଼ ଯେତେ ଜାଗା ଅଛି ସେ ଜାଗା ମଧ୍ୟରୁ ଇଏ ହେଉଛି ଗୋଟେ। ଆମେ ଯେଉଁ ଘଟଣା ପଢ଼ିଲେ ଅବ୍ରାହମ ଯେଉଁ କୂଅ ଖୋଳିଥିଲେ ସେ କୂଅ ଆଜି ପର୍ଯ୍ୟନ୍ତ ଅଛି। ଆଉ ଏ କୂଅକୁ ଆପଣ ଦେଖିପାରୁଥିବେ, ଏ କୂଅ ଆଜି ପର୍ଯ୍ୟନ୍ତ ଅଛି ଏବଂ ପ୍ରମାଣ ଦିଏ ଯେ ବାଇବେଲ କୌଣସି ରୂପେ କାଳ୍ପନିକ ନୁହେଁ। ଏଠି ଯେଉଁ ବୋର୍ଡ଼ ଆପଣ ଦେଖୁଛନ୍ତି, ଭିଡ଼ିଓକୁ ପୋଷ୍ଟ କରି ଆପଣ ପଢ଼ିପାରିବେ। କୂଅ ବିଷୟରେ ଲେଖା ଅଛି, ଏକ ଇତିହାସ ଲେଖା ଅଛି, ଏକ ବଡ଼ ଇତିହାସକୁ ସଂକ୍ଷିପ୍ତ ଭାବରେ ଏଠି ବର୍ଣ୍ଣନା କରାଯାଇଛି। ଆପଣ ପଢ଼ିପାରିବେ ଭିଡ଼ିଓକୁ ପୋଷ୍ଟ କରିକି। ଆଉ ଏଠି ଇଂରାଜୀ ଏବଂ ହିବ୍ରୁ ଭାଷା ଦୁଇଟି ଭାଷା ଲେଖା ଅଛି, କାରଣ ଏଠାକାର ଯେଉଁ ମୂଳ ଭାଷା ହେଉଛି ହିବ୍ରୁ ଗ୍ରୀକ୍ ଭାଷା। ତେଣୁ ହିବ୍ରୁ ଭାଷା ଲେଖା ଅଛି। ଯେହେତୁ ବାହାର ଦେଶର ଲୋକମାନେ ବି ଆସୁଛନ୍ତି, ତେଣୁ ଇଂରାଜୀ ଭାଷାରେ ବି ଲେଖା ଅଛି। ଡାହାଣ ପଟେ ହିବ୍ରୁ ଭାଷାରେ, ବାଁ ପଟେ ଇଂରାଜୀ ଭାଷାରେ ଲେଖା ଅଛି। ଯଦି ଆପଣ ହିବ୍ରୁ ଯଦି ବୁଝିପାରୁଛନ୍ତି ତେବେ ହିବ୍ରୁ ଭାଷାରେ ପଢ଼ିପାରିବେ। ଯଦି ଉଭୟ ଭାଷା ଜାଣିଛନ୍ତି ଉଭୟ ଭାଷାରେ ପଢ଼ିପାରିବେ। କିମ୍ବା ଆପଣ ଯଦି ହିବ୍ରୁ ଭାଷା ଜାଣିନାହାନ୍ତି, କେବଳ ଯଦି ଇଂରାଜୀ ଭାଷା ଯଦି ଆପଣ ବୁଝିପାରୁଛନ୍ତି ତେବେ ଇଂରାଜୀ ଭାଷାରେ ଆପଣ ପଢ଼ିପାରିବେ। ତେବେ ଇଏ ହେଉଛି ବେର୍ସାବାର ଏରିଆ। ଇଏ ଦେଖନ୍ତୁ କୂଅ ତ ଦେଖିଲେ, ଇଏ ହେଉଛି ବେର୍ସାବା ଏରିଆ। ଆଜି ବେର୍ସାବା ଏମିତି ଦେଖାଯାଏ। ଆଉ ଦେଶ ବିଦେଶରୁ ବହୁତ ଲୋକମାନେ ଆସିକି ଏଠାରେ କ'ଣ କରନ୍ତି, ସେମାନେ ଏ ଜାଗାକୁ ସେମାନେ ପରିଦର୍ଶନ କରନ୍ତି, ଏନ୍ଜୟ କରିକି ଯାଆନ୍ତି। ବିଶେଷ କରି ମୁଖ୍ୟ ଆକର୍ଷଣ ହେଉଛି ଅବ୍ରାହମଙ୍କର କୂଅ। ସମସ୍ତ ନମସ୍କାର ପ୍ରିୟ ବନ୍ଧୁଗଣ, ଆଜି ପାଇଁ ଏତିକି। ଭିଡ଼ିଓ ଯଦି ଭଲ ଲାଗିଥାଏ ଭିଡ଼ିଓକୁ ସେୟାର କରନ୍ତୁ। ଆଉ ଯଦି ଚ୍ୟାନେଲକୁ ଆପଣ ପ୍ରଥମ ଥର ପାଇଁ ଆସିଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।